जय जगन्नाथ बंधुगण आज हूँ 1 मे 2025 गुरुवार बैशाख मास शुक्लपक्ष चतुर्थी एवं मेष 18 दिन। आज सूर्योदय समय सकाळ 5:17 एवं सूर्यास्त समय संध्या 6:10। वर्तमान आसतु जानिबा आज राशिफल विषय रे। प्रथमे जानिबा मेष राशि विषय रे। मेष राशि आज एकादश चंद्र एकादशी तिथि एवं मेष मासर 18 दिन जोगुं भाग्ୟରେ कर्मरे और आर्थिक अवस्था उन्नति आसीबो। धन संपद आर्थिक अवस्था उन्नति आसीबो। धन संपद वृद्धि पाइबो एवं आयर नूतन मार्ग खोलिबो। नूतन कर्मारंभ व्यवसाय आरंभ और विदेश यात्रार सुजोग जुटिबो। समस्त आशा आकांक्षा और अभिलाष पूर्ण हेबो। वाणिज्य व्यवसाय और परिवहन रे आय अति उत्तम हेबो एवं कर्मरे सफलता उच्च सम्मान उच्च पदवी प्राप्त हेबो। ଯେଉଁ ମାନଙ୍କର ଦ୍ୱିଜା ମେଷ ସେମାନେ ଆଜି ଉପକୃତ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଲାଲ, ଶୁଭ ସଂଖ୍ୟା 3। ଆଜି ଆପଣ ପ୍ରଭୁ ସ୍କନ୍ଦଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ବୃଷ ରାଶି ବିଷୟରେ। ବୃଷ ରାଶି ଆଜି ଦଶମ ଚନ୍ଦ୍ର ଯୋଗୁଁ କର୍ମ ପ୍ରତି ଏକାଗ୍ରତା ଆନ୍ତରିକତା ଅଧିକ ରହିବ ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ। ମନ ଚଞ୍ଚଳ ଓ କର୍ମତତ୍ପର ହେବ ଏବଂ ନିଜ ଉଦ୍ୟମରେ ସଫଳତାର ଶୀର୍ଷରେ ପହଞ୍ଚିବେ। ମନରେ ସତ୍ ଚିନ୍ତା ସତ୍ ଭାବନା ପ୍ରକାଶ ପାଇବ ଏବଂ ସତ୍କର୍ମରେ ଅଧିକ ଆଗ୍ରହ ରହିବ। ମନରେ ପ୍ରସନ୍ନତା ଚାଲିଚଳନରେ ସଂଯମତା ଓ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ। ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ଆଜି ସୁଫଳ ପାଇବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଧଳା, ଶୁଭ ସଂଖ୍ୟା 12। ଆଜି ଆପଣ ମା ଗାୟତ୍ରୀଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ମିଥୁନ ରାଶି ବିଷୟରେ। ମିଥୁନ ରାଶି ଆଜି ଘାତଚନ୍ଦ୍ର ଯୋଗୁଁ ମନରେ ଦୁଶ୍ଚିନ୍ତା ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ମନ ଅସ୍ଥିର ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ। ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ। ଅପମାନ ଅପଯଶ ଅପନିନ୍ଦା ମିଳିବ ଏବଂ ପରିବାରରେ ଅଶାନ୍ତିର ବାତାବରଣ ରହିବ। ବାଣିଜ୍ୟ ବ୍ୟବସାୟରେ ମାନ୍ଦାବସ୍ଥା ଚାଲିବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ। ଯେଉଁମାନଙ୍କର ଆଦ୍ରା ଓ ପୁନଃବସୁ ମିଥୁନ ସେମାନେ ଆଜି ସତର୍କ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ମେରୁନ୍, ଶୁଭ ସଂଖ୍ୟା 8। ଆଜି ଆପଣ ଭଗବାନ ବିଷ୍ଣୁଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା କର୍କଟ ରାଶି ବିଷୟରେ। କର୍କଟ ରାଶି ଆଜି ଅଷ୍ଟମ ଚନ୍ଦ୍ର ଯୋଗୁଁ ମନରେ ବିରକ୍ତି ଭାବ ଏବଂ ଚିଡ଼ଚିଡ଼ାପଣ ପ୍ରକାଶ ପାଇବ ଏବଂ ସ୍ୱଜନ ପରିଜନ ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କ ସହ ତିକ୍ତତା ଦେଖାଦେବ। ମନରେ ଅସ୍ଥିରତା ପରିବାରରେ ମନୋମାଳିନ୍ୟ ଏବଂ ଶାରୀରିକ ପୀଡ଼ା ଭୋଗିବେ। ଉଚିତ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ କର୍ମରେ ଆଗ୍ରହ ରଖିବେ ଏବଂ ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କର ପୁନଃବସୁ ଓ ଅଶ୍ଳେଷା କର୍କଟ ସେମାନେ ଆଜି ସତର୍କ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଲାଲ, ଶୁଭ ସଂଖ୍ୟା 5। ଆଜି ଆପଣ ମା ଭୁବନେଶ୍ୱରୀଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ସିଂହ ରାଶି ବିଷୟରେ। ସିଂହ ରାଶି ଆଜି ସପ୍ତମ ଚନ୍ଦ୍ର ଗୁରୁବାର ଏବଂ ସକାଳ 10:49 ପରେ ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ ସମ୍ପଦ ବୃଦ୍ଧି ପାଇବ ଏବଂ ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ ସହଯୋଗ ଓ ଧନ ମିଳିବ। ଆମୋଦ ପ୍ରମୋଦ ମୌଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ମନରେ ପ୍ରସନ୍ନତା ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ଦେହ ମନ ସୁସ୍ଥ ରହିବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ମିଳିବ। ଯେଉଁମାନଙ୍କର ପୂର୍ବା ଫାଲ୍ଗୁନୀ ସିଂହ ସେମାନେ ଆଜି ଉପକୃତ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଗୋଲାପୀ,
ଶୁଭ ସଂଖ୍ୟା 6। ଆଜି ଆପଣ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା କନ୍ୟା ରାଶି ବିଷୟରେ। କନ୍ୟା ରାଶି ଆଜି ଷଷ୍ଠ ଚନ୍ଦ୍ର ଯୋଗୁଁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସମୟାନୁବର୍ତ୍ତିତା ଆପଣାଇବେ। ରୋଗ, ଋଣ, ଶତ୍ରୁ ଏଥିରୁ ମୁକ୍ତି ମିଳିବ ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ। କୌଣସି ସଭା କିମ୍ବା ସଂଗଠନର ନେତୃତ୍ୱ ମିଳିବ ଏବଂ ମହତ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ। ଯେଉଁମାନଙ୍କର ହସ୍ତାକନ୍ୟା ସେମାନେ ଆଜି ଉପକୃତ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ କଫି। ଶୁଭ ସଂଖ୍ୟା 4। ଆଜି ଆପଣ ମା ଷୋଡ଼ଶୀ ଦେବୀଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ତୁଳା ରାଶି ବିଷୟରେ। ତୁଳା ରାଶି ଆଜି ଘାତ ବାର ଏବଂ ଦିବା 10ଟା 49 ପର୍ଯ୍ୟନ୍ତ ଘାତ ନକ୍ଷତ୍ର ଯୋଗୁଁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି, ଧୀଶକ୍ତି, ସ୍ମରଣ ଶକ୍ତି ହ୍ରାସ ପାଇବ। ସନ୍ତାନମାନଙ୍କ କର୍ମ ଓ ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ମାନ ସମ୍ମାନ ହାନି ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ସଫଳତା ଓ ବହୁବିଧ ସମସ୍ୟାର ସମ୍ମୁଖୀନ ହେବେ। ଯେଉଁମାନଙ୍କର ସ୍ୱାତି ଓ ବିଶାଖା ତୁଳା ସେମାନେ ଆଜି ସତର୍କ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ନୀଳ। ଶୁଭ ସଂଖ୍ୟା 2। ଆଜି ଆପଣ ମା କମଳାଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ବିଛା ରାଶି ବିଷୟରେ। ବିଛା ରାଶି ଆଜି ଚତୁର୍ଥ ଚନ୍ଦ୍ର ଗୁରୁବାର ଏବଂ ଦିବା 10ଟା 49 ପରେ ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭ ଦୃଷ୍ଟିରେ ରହିବେ। ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଓ ହୃଦ୍ଧନ ଫେରି ପାଇବେ। ଗୁରୁଜନଙ୍କ ପ୍ରତି ସମ୍ମାନ, ଲଘୁଜନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ। କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ କିମ୍ବା ଶୁଭ କର୍ମରେ ପରିବାର ସହ ଯୋଗଦେବେ ଏବଂ ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସହକର୍ମୀଙ୍କ ସହଯୋଗ ତଥା ପଦସ୍ଥ ଅଧିକାରୀଙ୍କ ଶୁଭ ଦୃଷ୍ଟିରେ ରହିବେ। ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ଆଜି ସୁଫଳ ପାଇବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଲାଲ। ଶୁଭ ସଂଖ୍ୟା 6। ଆଜି ଆପଣ ପ୍ରଭୁ ହନୁମାନଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ଧନୁ ରାଶି ବିଷୟରେ। ଧନୁ ରାଶି ଆଜି ତୃତୀୟ ଚନ୍ଦ୍ର ଗୁରୁବାର ଏବଂ ଦିବା 10ଟା 49 ପରେ ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ନୂତନ ଭୂମି ପୂଜା, ଗୃହାରମ୍ଭ, ଗୃହ ପ୍ରତିଷ୍ଠା ଆଦି ଶୁଭ କର୍ମର ଆୟୋଜନ କରିବେ କିମ୍ବା କୌଣସି ଶୁଭ କର୍ମରେ ପରିବାର ସହ ଯୋଗଦେବେ। ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖ ଶାନ୍ତି, ସ୍ୱଜନରେ ସୁସମ୍ପର୍କ ଏବଂ ଭାଇ ଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ। ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ। ଯେଉଁମାନଙ୍କର ପୂର୍ବ ଆଷାଢ଼ ଧନୁ ସେମାନେ ଆଜି ସୁଫଳ ପାଇବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ହଳଦିଆ। ଶୁଭ ସଂଖ୍ୟା 7। ଆଜି ଆପଣ ମା ତାରାଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ମକର ରାଶି ବିଷୟରେ। ମକର ରାଶି ଆଜି ଦ୍ୱିତୀୟ ଚନ୍ଦ୍ର ଏବଂ ଅପରାହ୍ନ 2ଟା 33 ପରେ ଘାତ ତିଥି ଯୋଗୁଁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଶାରୀରିକ ପୀଡ଼ା ଭୋଗିବେ। ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି। ଧନକୁ ନେଇ ବିବାଦ ଓ ମାଲି ମକଦ୍ଦମାରେ ପଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ। କର୍ମରେ ବିଫଳତା ଓ ସମସ୍ତ କର୍ମରେ ବହୁବିଧ ସମସ୍ୟା ଉପୁଜିବ। ଯେଉଁମାନଙ୍କର ଧନିଷ୍ଠା ମକର ସେମାନେ ଆଜି ସତର୍କ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଇନ୍ଦ୍ରନୀଳ।
शुभ संख्या 11। आज आपण माँ भैरवी को आराधना करंतु आपणक दिनटी भलरे कटिबो। तापरे जानिबा कुंभ राशि विषय रे। कुंभ राशि आज श्रीचंद्र जोगु मनरे प्रसन्नता, चालीचलन रे संयमता, वचन रे मधुरता, स्वजन परिजन बंधुबांधव पड़ोशी सह सुसंपर्क एवं चालीचलन व्यवहार मार्जित एवं सर्वजन आदृत हेबो। नूतन भूमि पूजा, गृह प्रतिष्ठा, गृहारंभ आदि शुभ कर्मर आयोजन करिवे किंबा परिवार सह कौनसी शुभ कर्म रे जोग देबे। वाणिज्य व्यवसाय और परिवहन रे आय अति उत्तम हेबो एवं कर्म रे सफलता, सहकर्मी सहयोग और समस्तंकर श्रद्धार पात्र हेबे। जोमानंकर शतभिषा कुंभ सेमाने आज सुफल पाइबे। आपणक पई आज शुभ रंग कला, शुभ संख्या 6। आज आपण माँ विमला को आराधना करंतु आपणक दिनटी भलरे कटिबो। तापर जानिबा मीन राशि विषय रे। मीन राशि आज घातचंद्र जोगु अजथा खर्च, बद खर्च और परिवार खर्च भार वृद्धि पाइबो एवं खर्च भार रे अतिष्ठ होई ऋण करने को पड़ पारे। निश्चितता को परित्याग करी अनिश्चितता पछरे पश्चात धावन करिवे एवं सत्संग परित्याग करी कुसंग रे पड़िबे। वाणिज्य व्यवसाय और परिवहन रे आय ठारू व्यय अधिक हेबो एवं कर्म रे विफलता और समस्त कर्म रे अजथा विलंब देखादेव। जोमानंकर पूर्वभाद्र और रेवती मीन सेमाने आज सतर्क हेबे। आपणक पई आज शुभ रंग गोलापी, शुभ संख्या 9। आज आपण माँ धूमावती को आराधना करंतु आपणक दिनटी भलरे कटिबो। एमिति प्रत्येक दिन राशिफल विषय जानिबा पई वर्तमान आम चैनल को सब्सक्राइब करंतु एवं पाखरे आसुथुवा बेल आइकन को मध्य प्रेस करि नियंतु एवं भिडियोटी को निज परिवार बंधु बांधव को मध्य शेयर करि नियंतु। जय जगन्नाथ, नमस्कार। Thank you.